ଭଲ ପାଇବାର ପରିଭାଷା। ଭଲ ହେଲା, ତୋ ସହିତ ଜୀବନର ଶେଷ ପାହାଚରେ ଦେଖା ହୋଇଗଲା। କିଛି ଭାବିବୁନି, ମନରେ ଥିବା ଗୋଟେ କଥା ତତେ କହିବି, ଭୁଲ ବୁଝିବୁ ନାହିଁ। ସତ କହିଲୁ, ଭଲ ପାଇବାର ପରିଭାଷା କ'ଣ କେବେ ବଦଳେ? ପ୍ରେମ ତ ଶାଶ୍ୱତ, ଚିରନ୍ତନ, ଅମର। ପ୍ରେମ କେବେ ମରେ ନାହିଁ କି ସରେ ନାହିଁ। ହୃଦୟର ନିବୁଜ କୋଠରୀରେ ସେ ଦିଗ୍ ଦିଗ୍ ହୋଇ ଜଳି ବାଟ କଢ଼େଇ ନିଏ ଆଗକୁ, ଠିକ୍ ଦୂର ସମୁଦ୍ରର ବତି ଘରଟେ ପରି। ସମ୍ପୂର୍ଣ୍ଣ କାହାଣୀଟା କ'ଣ ଆସନ୍ତୁ ଶୁଣିବା। ନିତିଦିନିଆ ଜୀବନର ଧାଁ ଦୌଡ଼ ଭିତରେ ଅନେକ ଅଚିହ୍ନା ମୁହଁ ଭାରି ପରିଚିତ ଲାଗନ୍ତି, ପୁଣି ଚିହ୍ନା ମୁହଁଗୁଡ଼ା ଅଚିହ୍ନା ହୋଇଯାଆନ୍ତି। ପ୍ରତିଦିନ ବେଳାଭୂମିରେ ତୋଳି ହେଉଥିବା ବାଲିଘର ପରି କେତେ ନୂଆ ସମ୍ପର୍କ ଗଢ଼ି ଉଠେ। ଜୁଆରରେ ଭାସି ସେ ଘର ଭାଙ୍ଗିଗଲା ପରି ସମୟ ସୁଅରେ କେତେ ସମ୍ପର୍କ ଭାଙ୍ଗିଯାଏ, କେହି ତାର ହିସାବ ରଖିପାରେ ନା। ତାରି ଭିତରୁ କେତେ ସମ୍ପର୍କ ମନେ ରହେ, ଆଉ କେତେ ସମୟର କରାଳରେ ବିଲୀନ ହୁଏ। କେବେ ପୁଣି ସେହି ସମ୍ପର୍କ ହସାଏ ତ ପୁଣି କେବେ ରହି ରହି କନ୍ଦାଏ। ନିରୋଳାରେ ବସି ପଡ଼ିଲେ ପୁରୁଣା ଦିନମାନେ ପକ୍ଷୀ ହୋଇ ଆକାଶରେ ଡେଣା ମେଲି ଉଡ଼ି ବୁଲନ୍ତି ଏ ଦିଗରୁ ସେ ଦିଗ। ଆଖିରେ ଲୁହ ଆସେ, ଉଭୟ ଖୁସି ଓ ଦୁଃଖର ମୁହୂର୍ତ୍ତ ସବୁ ମନେ ପଡ଼ିଗଲେ। ଅନେକ ବର୍ଷ ପରେ ତୁଳସୀ ସହିତ ଅଚାନକ ଭେଟ ହୋଇଗଲା। ଆଖି ପାଉନଥିଲା ସତରେ, ଗଣି ହେଉନଥିଲା ଦିନଗୁଡ଼ା। ଚିହ୍ନିବା ମୁସ୍କିଲ। କେମିତି ଚିହ୍ନିବ ଯେ? ଆଖିରେ ଚଷମା, ପୁଣି ମୁହଁରେ ମାସ୍କ, ବୟସ ସହିତ ତାଳ ଦେଇ ଶରୀରର ମେଦବହୁଳତା। କଥାରେ ମଧ୍ୟ କଲେଜ ସମୟର ସେ ଲାଳିତ୍ୟ ହଜିଗଲାଣି କେବେଠାରୁ। ପ୍ରଥମ ଝଲକରେ ମୁଁ ତାକୁ ଜମା ଜାଣିପାରିଲି ନାହିଁ। ସିଏ ମୋତେ ବାରମ୍ବାର ଦେଖୁଥିଲା, ମୁଁ ବି ମଝିରେ ମଝିରେ ଦେଖୁଥାଏ। ବାହାଘର ଭୋଜିର ଭିଡ଼। ସେଇ ଭିଡ଼ କାଟି କିଛି ସମୟ ପରେ ସିଏ ମୋ ପାଖକୁ ଆସି କହିଲା, ଜାଣିପାରୁନୁ ନା କ'ଣ? ମୁଁ ଭାବୁଥାଏ ମନେ ମନେ, କେଉଁଠି ତ ଦେଖିଛି ୟାଙ୍କୁ, ହେଲେ ମନେ ପକାଇ ପାରୁନଥାଏ। କିଛି ସମୟ ପରେ ସେ ମାସ୍କଟା କାଢ଼ି ଦେଇ କହିଲା, ଜାଣିପାରୁଛୁ ତ ଏଥର ନା ଜାଣିପାରୁନୁ? ମୁଁ ହସିଲି, କିଛି ସମୟ ପାଇଯିବାର ଖୁସିରେ। ଏକଦମ ମନଖୋଲା ହସଟେ। ତାକୁ କୁଣ୍ଢେଇ ଧରି କହିଥିଲି, ଜହ୍ନକୁ ଗ୍ରହଣ ଲାଗିଲେ ଜହ୍ନ ଯେମିତି ଲୁଚିଯାଏ, ତୋ ମୁହଁଟା ଚଷମା ଆଉ ମାସ୍କ ଭିତରେ ସେମିତି ଲୁଚି ଯାଇଥିଲା ଲୋ। ସେଥିପାଇଁ ଦୋ ଚିହ୍ନା ହେଉଥିଲି। ଏବେ ତୋଫା ଜହ୍ନ ପରି ତୋ ସୁନ୍ଦର ମୁହଁଟା ଦେଖି ତୋତେ ଠିକ୍ ଜାଣିପାରିଲି। ତୁ ମୋତେ କେମିତି ଜାଣିପାରିଲୁ କହ ତ? ସିଏ କହିଲା, କେମିତି କ'ଣ? ଏମିତି ହାତ ହଲେଇ, ଆଖି ନଚେଇ କଥା ତ ତୋ ଛଡ଼ା ଆଉ କିଏ କରିପାରେ ଯେ? ତୋତେ କ'ଣ ଭୁଲି ହୁଏ? ମୁଁ ତାକୁ ଟିକେ ମିଛି ମିଛିକା ରାଗି ଯାଇ କହିଲି, ତାହେଲେ ପୁଣି ଏତେ ଦିନ କେମିତି ଭୁଲିକି ରହିଥିଲୁ? ସେ ମୋ ହାତଟାକୁ ଖୁବ୍ ଜୋରରେ ଭିଡ଼ି ଧରି ଖିଲି ଖିଲି ହସି ଉଠିଲା। ଖୁବ୍ ଲମ୍ବା ସମୟର ବ୍ୟବଧାନ, ଗୋଟିଏ ଯୁଗ ବିତିଗଲାଣି। ୟା ଭିତରେ ସବୁ ମନେ ରହିବା ଏତେ ସହଜ ନୁହେଁ। ଆମେ କଲେଜ ଛାଡ଼ିଲା ବେଳେ ସମ୍ପର୍କର ଛୋଟ ସେତୁ ଥିଲା ଚିଠି। ବାହାଘର, ପରିବାର ଆଉ ଛୁଆ ପିଲାଙ୍କ ଭିଡ଼ ଭିତରେ ଚିଠି ଲେଖା କ୍ରମଶଃ ବନ୍ଦ ହୋଇ ସାଙ୍ଗମାନଙ୍କ ସହିତ ସମ୍ପର୍କ ଶୀତଳ ହେଲା। କେତେ ସମ୍ପର୍କ ଆସ୍ତେ ଆସ୍ତେ ସମୟ ଅଭାବରୁ ଅଜାଣତରେ ହଜିଗଲା କହିଲେ ପୁରା ଠିକ୍ ହେବନି। ଥରେ ଥରେ ନିରୋଳାରେ ବସି ପଡ଼ିଲେ ଅନେକ ପୁରୁଣା ସାଙ୍ଗ, ତାଙ୍କ କଥା ଏବଂ ସେ ପୁରୁଣା ଦିନ ଏ ମନକୁ ଆନ୍ଦୋଳିତ କରେ। ଏବେକା ପରି ଫୋନ୍ ବା ଇଣ୍ଟରନେଟ୍ର ସୁବିଧା ଥିଲେ ଆମେ କ'ଣ ଏମିତି ଅକସ୍ମାତ୍ ଠିକଣା ହଜେଇ ଦେଇଥାନ୍ତେ? ମୋ ପାଟିରେ ହାତ ଦେଇ ସିଏ ମୋତେ ଭିଡ଼ି ଧରିଲା। ରହଲୋ, କେତେ ଗପୁଛୁ? ଆଗ ମୁଁ ତୋତେ ଟିକେ ଭଲ କରି ଆଖି ପୁରେଇ ଦେଖିନିଏ। ଗାଲକୁ ଚିପି ଦେଇ କହିଲା, ହେ ଭଗବାନ, କେତେ ଦିନ ପରେ ତୋତେ ଦେଖୁଛି, ବିଶ୍ୱାସ କରି ହେଉନି। କେବେ ଭାବିନଥିଲି ତୋ ସହିତ ଏମିତି ପୁଣି ଥରେ ଅଚାନକ ଭେଟ ହୋଇଯିବ। ଅବିରତ ଭାବେ ତା ଖୁସିକୁ ସେ ଜାହିର କରୁଥାଏ। ତାର ସେ ପିଲାଳିଆମି ଯାଇନି ଦେଖି ମୁଁ ଖୁସି ହେଉଥାଏ। ମୋର ତା ବିଷୟରେ ତଥା ଅନ୍ୟ ସାଙ୍ଗମାନଙ୍କ କଥା ଜାଣିବାକୁ
ବହୁତ ଇଚ୍ଛା ହେଉଥିଲା। ଆଉ ନିଜକୁ ରୋକିପାରିଲି ନାହିଁ। ଭିଡ଼ି ନେଲି ତା ହାତକୁ ସମସ୍ତଙ୍କ ଅଲକ୍ଷ୍ୟରେ ଟିକେ ଦୂରରେ ବସି କଥା ହେବା ପାଇଁ। ମୋର ପ୍ରଥମ ପ୍ରଶ୍ନ ତାକୁ ଥିଲା, ଭୁବନ ବାବୁ ଆସିଛନ୍ତି? କାହାନ୍ତି? ଦେଖାଯାଉନାହାନ୍ତି ତ। ସିଏ ଏପଟ ସେପଟ ଚାହିଁ ମୋ ପାଟିରେ ହାତ ଦେଇ କହିଲା, ଚୁପ୍, ଏଠି ନୁହେଁ, ଚାଲ ସେପଟେ, ଦୂରରେ ବସି କଥା ହେବା। କିଛି ସମୟ ପୂର୍ବରୁ ତା ମୁହଁରେ ଥିବା ଖୁସିର ଝଲକ ବଦଳରେ ମୋତେ ତା ଆଖିରେ 2 ଠୋପା ଢଳ ଢଳ ଲୁହ ଦେଖାଗଲା। ମୁଁ ଆଶ୍ଚର୍ଯ୍ୟ ହେଲି, ଅନ୍ୟମନସ୍କ ବି ହୋଇଗଲି। ତୁଳସୀ ଭୁବନକୁ ବିବାହ କରିନାହିଁ, ଏହା କିପରି ସମ୍ଭବ? ମୁଁ ଜାଣିଥିଲି ଯେଉଁ ତୁଳସୀକୁ ସେ ନିଜର ହୃଦୟ ଦେଇ, ମନ ଦେଇ ଅତି ଆପଣାର ଭାବେ ଭଲ ପାଉଥିଲା ଭୁବନଙ୍କୁ, ଭୁବନଙ୍କ ବିନା ସେ ରହିପାରିଲା କେମିତି? ସେତେବେଳେ ତାକୁ ବୁଝେଇଲେ ଆଉ ବାରଣ କଲେ ବି ମାନୁନଥିଲା। ଭୁବନ ତୁଳସୀକୁ ଦେଖା କରିବାକୁ ଆମ କଲେଜକୁ ଆସନ୍ତି। ସେମାନେ କଲେଜ ଟାଇମ୍ ଭିତରେ ମୁଭି ଯାଆନ୍ତି, ପାର୍କ ଯାଆନ୍ତି। କେତେଥର ଆମ କଲେଜ ଗେଟ୍ ପାଖରେ ସେ 2 ଜଣଙ୍କ ସହିତ ଆମ ସାଙ୍ଗମାନେ ବି ଗୁପଚୁପ୍ ଖାଇବା କମ୍ପିଟିସନଟାକୁ ଉପଭୋଗ କରିଛୁ। କେଜାଣି କାହିଁକି ସେ 2 ଜଣଙ୍କର ଖୁସି ଦେଖିଲେ ଭାରି ଭଲ ଲାଗେ, ପୁଣି ଭୟ ଲାଗେ ତାଙ୍କର ଅନ୍ଧାରୀ ଭବିଷ୍ୟତକୁ ନେଇ। ଏ ଲୁଚାଛପା ସମ୍ପର୍କକୁ କ'ଣ ସତରେ ସେମାନେ ନିଭେଇ ପାରିବେ? ଘର ପରିବାର ଆଉ ସମାଜ ସେମାନଙ୍କୁ କ'ଣ ସ୍ୱୀକୃତି ଦେବ? ଆମେ ତାର କିଛି ନିକଟତମ ବାନ୍ଧବୀ ତାକୁ ଏସବୁ ନ କରିବା ପାଇଁ କେତେ ଯେ ବାରଣ କରିଥିବୁ ତାର ହିସାବ ନଥିବ। ସେତେବେଳେ ତୁଳସୀ ପ୍ରେମକୁ ନେଇ ଆମକୁ ଲମ୍ବା ଭାଷଣ ମାରେ। ଆରେ ଯା, ତମେ ଥରେ ପ୍ରେମରେ ପଡ଼ିଲେ ସିନା ଜାଣିବ ପ୍ରେମ କ'ଣ ଆଉ କେମିତି ହୁଏ। ଏ ଗପ ଉପନ୍ୟାସ ବହି ପଢ଼ି, ଫିଲ୍ମ ଦେଖି କ'ଣ ପ୍ରେମକୁ ଅନୁଭବ କରି ହୁଏ? ଧେତ୍, ସେଗୁଡ଼ା ଖାଲି ମିଛ ଅଭିନୟ, କଳ୍ପନା। ପ୍ରେମ ଅତି ନିଜସ୍ୱ ବ୍ୟକ୍ତିଗତ ଅନୁଭୂତିଟେ। ଆରେ ବୁଝିଲ, ପ୍ରେମକୁ ନେଇ ସମସ୍ତଙ୍କର ଅନୁଭବ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ପ୍ରେମ କ'ଣ କେହି ଜାଣି ଜାଣି କରେ କି? ସେ ସେମିତି ହଉ ହଉ ହେଇଯାଏ। ଆମେ ଏ ଭାବନା ଓ ଦର୍ଶନକୁ ବୁଝି ନ ପାରିଲେ ବି ତା ସାମ୍ନାରେ ଚୁପ୍ ରହୁ, ଆଉ ରହିବାକୁ ପଡ଼େ। ନହେଲେ ତା ଯୁକ୍ତି ଆଉ ତା ଭାଷଣ ଶୁଣି ଶୁଣି ମୁଣ୍ଡ ବିଗିଡ଼ି ଯିବାଟା ଥୟ। କେବେ କେବେ ଲିଜର ପିରିୟଡ଼ରେ ମୁଁ ତା ସହିତ ମନ୍ଦିର ଯାଇଛି। କ'ଣ ନା, ଆଜି ଭୁବନଙ୍କର ଜନ୍ମଦିନ, ଆଜି ତାଙ୍କର ଇଣ୍ଟରଭ୍ୟୁ ଅଛି, ତ କେବେ ଦେହ ଖରାପ ଅଛି, ଦୀପ ବସେଇବି, ଚାଲ ନା ମୋ ସାଙ୍ଗରେ। ତାର ସେଇ ଦରଦୀ ମନର ଉଛୁଡ଼ା ଭଲ ପାଇବାକୁ ଦେଖି ତା କଥା ନୀରବରେ ମାନି ଯାଇଛି। ତା ଦୁଃଖରେ ଦୁଃଖୀ ବି ହୋଇଛି। ସେତେବେଳେ ମନରେ ଅନେକ ଥର ପ୍ରଶ୍ନ ଉଠେ ଆଉ ଭୟ ବି ଲାଗେ। ଭୁବନ ନାମକ ଏ ପୁରୁଷଟା ସରଳ ବିଶ୍ୱାସୀ ତୁଳସୀର ପବିତ୍ର ମନକୁ ଭାଙ୍ଗି ଦେବନି ତ? ଯଦି ସେମିତି ହୁଏ, ତୁଳସୀ କ'ଣ ଭୁବନ ବିନା ବଞ୍ଚିପାରିବ? ସେତେବେଳେ ଆଉ ଆଗକୁ ଭାବି ହୁଏ ନା, ମୁଣ୍ଡ ଭାରି ହୋଇଯାଏ। ପ୍ରତି ଝିଅଙ୍କ ପରି ତାର ମଧ୍ୟ ଅସୁମାରୀ ସ୍ୱପ୍ନ ଥିଲା ବିବାହକୁ ନେଇ। କଥା ଛଳରେ କେତେଥର କହିଥିଲା, ଗୋଟିଏ ଅଜଣା ପୁରୁଷ ସହ କେମିତି ସମ୍ପର୍କ ବାନ୍ଧି ସାରା ଜୀବନ ତା ସହିତ ଚଳିବ ତମେମାନେ କେବେ ଭାବିଛ? କୁହ ତ ଦେଖି, କାହା ସହିତ ସାରା ଜୀବନ କଟେଇବା ପୂର୍ବରୁ ତାକୁ ଭଲରେ ଜାଣିବା କ'ଣ ନିହାତି ଦରକାର ନୁହେଁ? ଉଭୟଙ୍କ ପସନ୍ଦ ନାପସନ୍ଦ, ଖାଇବା ପିନ୍ଧିବାର ରୁଚିକୁ ଜାଣିବା ସହିତ ପରସ୍ପର ପରିବାର ବିଷୟରେ ପୂର୍ବରୁ ଜାଣିଥିଲେ ବୈବାହିକ ଜୀବନଟା ସରଳ ହୋଇଯିବ। ଜୀବନ ଗାଡ଼ିର ଚକଟା ସହଜରେ ଆଗକୁ ଗଢ଼ିପାରିବ ବୋଲି ମୋର ଧାରଣା। ମୋ ଭାବନାରେ ପୁନଚ୍ଛେଦ ଟାଣି ତୁଳସୀ ଆସି ନିଶ୍ଚଳ ମୂର୍ତ୍ତିଟିଏ ପରି ସ୍ଥିର ହୋଇ ବସିଗଲା କିଛି ସମୟ। ତାପରେ କହିଲା, କେଉଁଠୁ ଆରମ୍ଭ କରିବି କହ? ବୁଝିଲୁ, ଅନେକ ଅସଫଳ ପ୍ରେମ କାହାଣୀରେ ମୋ କାହାଣୀ ବି ଯୋଡ଼ା ହୋଇଗଲା। ଆମ ଘରେ ଭୁବନ ସହିତ ମୋର ସମ୍ପର୍କକୁ ସ୍ୱୀକାର କଲେ ନାହିଁ, କାରଣ ଭୁବନ ଚାକିରି କରିନଥିଲେ, UPSC ପାଇଁ ପ୍ରସ୍ତୁତ ହେଉଥିଲେ। ବାପା ତାଙ୍କ ସମ୍ମାନରେ ଆଞ୍ଚ ଆସିଲେ ଆତ୍ମହତ୍ୟା କରିବା ଧମକ ଦେଲେ। ମୁଁ କିନ୍ତୁ ସେ ସବୁକୁ ଖାତିର ନ କରି ଭୁବନଙ୍କୁ ମନ୍ଦିର କିମ୍ବା କୋର୍ଟରେ ବାହା ହେବା ପାଇଁ ପ୍ରସ୍ତାବ ଦେଲି। ସିଏ କିନ୍ତୁ ଆମ 2 ପରିବାରର ଇଚ୍ଛା ବିରୁଦ୍ଧରେ ଯାଇ ବାହା ହେବା ପାଇଁ ରାଜି ହେଲେନି। ସାମର୍ଥ୍ୟ ବି ନଥିଲା। ମୋତେ ବାପା ଠିକ୍ କରିଥିବା ପ୍ରସ୍ତାବରେ ବାହା ହୋଇଯିବାକୁ ବାଧ୍ୟ କଲେ। ମୋର ତାଙ୍କ ଉପରୁ ବିଶ୍ୱାସ ତୁଟିଗଲା। ରାଗ
ଓ ଅଭିମାନରେ ସବୁ ସମ୍ପର୍କ କାଟିଦେଲି। ବାପା ଠିକ୍ କରିଥିବା ଲମ୍ବୋଦରଙ୍କୁ ବାହା ହେଲି। ବିଶ୍ୱାସ କର ରିଙ୍କି, ଲମ୍ବୋଦର ମୋତେ ଯଥେଷ୍ଟ ଶ୍ରଦ୍ଧା ଓ ଭଲ ପାଇବା ଦେଇଛନ୍ତି। ମୁଁ ଭୁବନଙ୍କୁ ଭୁଲି ଯାଇଥିଲି ମୋର ପୁଣି ଥରେ ତାଙ୍କ ସହିତ ଦେଖା ନ ହେବା ପର୍ଯ୍ୟନ୍ତ। ମୁଁ ନୀରବରେ ତା କଥା ଖାଲି ଶୁଣୁଥିଲି। ସେ ଟିକେ ରହି ପୁଣି ଆରମ୍ଭ କଲା। ଏହି କିଛି ମାସ ତଳେ କୋଲକାତାରୁ ଆସିଲା ବେଳେ ଏୟାରପୋର୍ଟରେ ହଠାତ୍ ଭୁବନଙ୍କ ସହିତ ଦେଖା ହୋଇଗଲା। କେବେ ଭାବିନଥିଲି। ତାଙ୍କ ତୁଳସୀ ଡାକରେ ମୁଁ ଫେରି ଚାହିଁଲି। ପାଟିର ଶବ୍ଦ ବାହାରକୁ ନ ବାହାରି ମୋ ଭିତରେ ରହିଗଲା। ଚାହିଁକି ଖୁସି ହୋଇ ପାରିଲିନି କି ରାଗି ବି ପାରିଲିନି। ଆଶ୍ଚର୍ଯ୍ୟ ହେଲି ତାଙ୍କୁ ଦେଖି। ଇଏ କ'ଣ ସେହି ଭୁବନ ଯିଏ ଖୁବ୍ ହସଖୁସିଆ ଆଉ ଚଳଚଞ୍ଚଳ? ସିଏ ଆଜି ଏମିତି ରୁଗ୍ଣ, ଦୁର୍ବଳ ଓ ଶୁଖିଲା ଶୁଖିଲା ଦିଶୁଛନ୍ତି। ଚେହେରାର ଉଦାସୀନତାକୁ ଦେଖି କିଛି ଭାବିପାରୁନଥିଲି। ମୋ ଭାବନାରେ ବାଧା ପକାଇ ସେ କହିଲେ, ଏକା ଆସିଛୁ? ଲମ୍ବୋଦର ବାବୁ ଆସିନାହାନ୍ତି ତୋ ସାଙ୍ଗରେ? ମୁଁ ନୁହେଁ, ମୋ ଭିତରେ ଥିବା ଅଭିମାନ ବାହାରି ପଡ଼ି କହିଲା, କାଇଁ ମୁଁ କ'ଣ ଏକା ଯାଇ ଆସିପାରିବିନି? ତମେ ତ ପୁଣି ଏକା ଆସିଛ। ସିଏ ହସିଲେ, ଏକ ଛୋଟ ହସ। ସେ କହିଲେ, ଆରେ ମୁଁ ତ ସବୁଦିନେ ଏକା। ମୋ ପାଟିରୁ ଅଚାନକ ବାହାରି ପଡ଼ିଲା, ମାନେ? ସିଏ କହିଲେ, ଛାଡ଼ ସେ କଥା। ଭଲ ହେଲା, ତୋ ସହିତ ଜୀବନର ଶେଷ ପାହାଚରେ ଦେଖା ହୋଇଗଲା। କିଛି ଭାବିବୁନି। ମନରେ ଥିବା ଗୋଟେ କଥା ତତେ କହିବି, ଭୁଲ ବୁଝିବୁ ନାହିଁ। ସତ କହିଲୁ, ଭଲ ପାଇବାର ପରିଭାଷା କ'ଣ କେବେ ବଦଳେ? ପ୍ରେମ ତ ଶାଶ୍ୱତ, ଚିରନ୍ତନ, ଅମର। ପ୍ରେମ କେବେ ମରେ ନାହିଁ କି ସରେ ନାହିଁ। ହୃଦୟର ନିବୁଜ କୋଠରୀରେ ସେ ଦିଗ୍ ଦିଗ୍ ହୋଇ ଜଳି ବାଟ କଢ଼େଇ ନିଏ ଆଗକୁ, ଠିକ୍ ଦୂର ସମୁଦ୍ରର ବତୀଘରଟେ ପରି। ଭଲ ପାଇବାର ମିଳନରେ ଯେତିକି ସୁନ୍ଦର, ବିଚ୍ଛେଦରେ ତାଠାରୁ ଅଧିକ ମଧୁର। ଭାଗ୍ୟର ବିଡ଼ମ୍ବନା, ତତେ ନିଜର କରିପାରିଲିନି, ହେଲେ ପର କେତେବେଳେ ବି କରିନି। ମୋ ମନ ଭିତରେ ତୁ ଦେବୀଟେ ହୋଇ ଆସନ ଜମାଇ ବସିଛୁ। ସଫଳତା ପାଇଁ ପ୍ରେରଣା ଦେଇଛୁ। ତୁ ଯାହା ସ୍ୱପ୍ନ ଦେଖେଇଥିଲୁ, ମୁଁ ଅନ୍ଧ ଭାବରେ ଅଣନିଶ୍ୱାସୀ ହୋଇ ତାକୁ ପୂରଣ କରିବାକୁ ଚେଷ୍ଟା କରି ଚାଲିଛି। ସେଦିନ ପରି ମୁଁ ତତେ ଆଜି ବି ଠିକ୍ ସେମିତି ଭଲ ପାଏ, ଶ୍ରଦ୍ଧା କରେ ଆଉ ସମ୍ମାନ ଦିଏ। ଶେଷ ଅନୁରୋଧ, ମୋତେ ଥରେ ବୁଝିବାକୁ ଚେଷ୍ଟା କରିବୁ ଓ କ୍ଷମା କରିଦେବୁ। ମୋ ମନର ଅବ୍ୟକ୍ତ ବେଦନାକୁ ତୋ ନିକଟରେ ପ୍ରକାଶ କରିଦେଲା ପରେ ମୁଁ ଏବେ ଶାନ୍ତିରେ ଶେଷ ନିଶ୍ୱାସ ନେଇପାରିବି। ମୁଁ ଭୁବନଙ୍କ କଥା କିଛି ବୁଝୁଥିଲି, ଆଉ କିଛି ବୁଝିପାରୁନଥିଲି। ଭାବୁଥିଲି ଏତେ ବର୍ଷ ଯାଇ ଦେଖା ହୋଇନଥିଲା, ଠିକ୍ ଥିଲା। ଭଗବାନଙ୍କର କ'ଣ ଉଦ୍ଦେଶ୍ୟ? ଏମିତି କାହିଁକି ଦେଖାହେଲା? ତଥାପି ତାଙ୍କୁ ଚାହିଁଲି, ଆଖିର ଲୁହକୁ ଆଖି ଭିତରେ ଚାପି ଦେଇ। ଆରେ ବୋକି, ବୁଝିପାରୁନୁ? ମୋତେ ଫୁସ୍ଫୁସ୍ କର୍କଟ। ଏବେ ଶେଷ ଅବସ୍ଥା। ମୁଁ ଅଳ୍ପ ଦିନର ଅତିଥି। ତତେ ଥରେ ଦେଖା କରିବାର ଯେଉଁ ଇଚ୍ଛା ଥିଲା, ତାହା ଭଗବାନ ପୂରଣ କରିଦେଲେ। ଆଉ କିଛି ଦୁଃଖ ନାହିଁ। ଯଦି କିଛି ନ ଭାବୁ, ମୋତେ ତୁ ନମ୍ବର ଦେ, ମୁଁ ମଝିରେ କଥା ହେବି। ମୋର ରାଗ ଅଭିମାନ ସବୁ ପାଣି ଫୋଟକା ପରି ମିଳେଇ ଯାଇଥିଲା। ମୁଁ ବିନା ଦ୍ୱିଧାରେ ଭୁବନଙ୍କ ଛାତିରେ ମୁଣ୍ଡ ଗୁଞ୍ଜି ଦେଇ ଜୋରରେ କାନ୍ଦିଲି। ସିଏ ମୋତେ ଉଠେଇ ନେଇ କହିଲେ, ଆରେ ତୁ ଛୁଆଙ୍କ ପରି କ'ଣ ହେଉଛୁ? ତୁ ମୋତେ ହସି ହସି ବିଦାୟ ଦେବୁ। ତୁ ହସିଲେ ମୋତେ ଶକ୍ତି ମିଳିବ, ଆଉ ତୁ କାନ୍ଦିଲେ ମୁଁ ଦୁର୍ବଳ ହୋଇଯିବି। ତୁ କ'ଣ ମୋତେ ଦୁର୍ବଳ କରିଦେବା ପାଇଁ ଚାହୁଁ? ମୁଁ କିଛି ନ କହି ମୋ ନମ୍ବର ଦେଲି। ମୁଁ ଜାଣିନଥିଲି ସେଦିନ ସେଇଟା ଭୁବନଙ୍କ ସହିତ ମୋର ଶେଷ ଦେଖା ଓ ଶେଷ କଥା ହେବ ବୋଲି। ତାର ମାତ୍ର 2 ସପ୍ତାହ ପରେ ହସ୍ପିଟାଲରୁ ମୋ ନମ୍ବରକୁ କଲ୍ ଆସିଲା ଯେ ଭୁବନ ଚାଲିଗଲେ। ମୁଁ ଦୃଢ଼ ମନା ହୋଇ ଯାଇପାରିଲି ନାହିଁ ତାଙ୍କୁ ଶେଷ ବିଦାୟ ଦେବାକୁ। ମୋର ସେତିକି ଶକ୍ତି ନଥିଲା ସେ ମୁହୂର୍ତ୍ତକୁ ସମ୍ମୁଖୀନ ହେବା ପାଇଁ। ତୁ କହ, ମୁଁ ସେଠି ନିଜକୁ କ'ଣ ସମ୍ଭାଳି ପାରିଥାନ୍ତି? ତୁଳସୀ ଆଉ କିଛି କହିପାରୁନଥିଲା। ମୋର ଶୁଣିବାକୁ ବି ଧୈର୍ଯ୍ୟ ନଥିଲା। ମୁଁ ତାକୁ ନିଜ ବାହୁବନ୍ଧନୀ ଭିତରେ ଜୋରରେ ଭିଡ଼ି ଧରିଲି। ଆମ ଦୁଇ ଜଣଙ୍କ ଆଖିରୁ ଅମାନିଆ ଲୁହଗୁଡ଼ା ଝରି ପଡ଼ୁଥିଲା।
बंधुगण आशा करूछु आपण मानकु ए कहानी निश्चय पसंद आसीथिबो। कहानी पसंद आसीथिले हमर ए चैनल को लाइक एवं शेयर कर दियंतु। हां जदि हमर ए चैनल को नुवा करिया छिथि चैनल टी को सब्सक्राइब करबा संगे संगे बेल आइकन को दबेई ऑल बटन टी को चिपि दियंतु। जेते बेले भी एई बई वीडियो हम चैनल रे आसीबो सर्वप्रथमे आपण मानक पाखु नोटिफिकेशन दिबो। पुनी देखाबो आगामी वीडियो रे आ एको नुवा कहानी को नै सेतबळ पंत रहउछु। जय जगन्नाथ।